ତା ନା ପାଞ୍ଚାଳି ନହୋଇ ତା ନା ପାଞ୍ଚାଳି ରହି ଚିନ୍ତାମଣି ହେଇଥିଲେ ଭଲ ହେଇଥାନ୍ତା। ପାଞ୍ଚାଳି ମହାସତୀ ଆଉ ଚିନ୍ତାମଣି ବେଶ୍ୟା। ଏକ୍ଜାକ୍ଟଲି ରଙ୍ଗ। ଏକାଧିକ ପୁରୁଷ ସହ ସମ୍ପର୍କ ରଖିଥିବା ନାରୀ ବେଶ୍ୟା। ସେ ପାଞ୍ଚାଳି ହଉ ବା ସୀତା ହଉ। ବାପର ପାଞ୍ଚାଳି କିନ୍ତୁ ଜଣେ ସ୍ୱାମୀ ପାଖରୁ ଆଉ ଜଣଙ୍କ ପାଖକୁ ଯିବା ବେଳେ ଅଗ୍ନିରେ ସ୍ନାନ କରୁଥିଲେ, ଯାହା ସହିତ ସମୟ ବିତାଉଥିଲେ, ତା ବ୍ୟତୀତ ଆଉ ସେ କାହା କଥା ଚିନ୍ତା ବି କରୁନଥିଲେ। ଏ ପଞ୍ଚି କ'ଣ ସେ ପାଞ୍ଚାଳିଠୁ କମ୍? ପ୍ରତିଦିନ ସେ ଗରାଖର ରୁଚିକୁ ନେଇ ନିଜକୁ ବଦଳେଇ ଚାଲେ। ନିଜର ସବୁ କୋହକୁ ମନ ଭିତରେ ଚାପି ରଖି ପ୍ରତିଦିନ ନୂଆ ନୂଆ ଅଜଣା ଗରାଖକୁ ନେଇ ନିଜ ସ୍ୱାମୀ ସାମ୍ନାରେ ଅଗ୍ନି ପରୀକ୍ଷା ଦିଏ। ଲାଗୁଛି ବୁଝିବୁ ତ ଲାଗୁଛି ମାଇକ ପଡ଼ିଲା ଭଳିଆ। ଏଇଟା ମାଇକ ସାକ୍ଷାତକାରୀ ପାଞ୍ଚାଳି ବୁଝ ଆରମ୍ଭ 3ଟା ସିଟ୍ ଉଡ଼ିଆଇଥିଲେ ଯାଇଛି ହେଇଯିବ ହେଇଯିବ। ଭାଗବତ ବହି ଧରି ଗୁଣ ଗୁଣ ହୋଇ ଝୁଲି ଝୁଲି ପଡ଼ୁଛି ପଞ୍ଚି। ପାଖରେ ଦୀପ ଜଳୁଛି, କୌଣସି କଥାକୁ ନଜର ନାହିଁ ତାର। ଦେଖାଯାଉଛି ଏପଟେ ମଞ୍ଚକୁ ପ୍ରବେଶ କରୁଛି ମାଇଚିଆ ପଡ଼ୋଶୀ ଧନ। ଦେଖୁଛି ପଞ୍ଚି ବହି ବନ୍ଦ